ବାଲିଆପାଳ ଅଞ୍ଚଳରେ ଦିନକୁ ଦିନ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି। ମୋଟରସାଇକେଲ ଚୋରି ଠାରୁ ଆରମ୍ଭ କରି ଦୋକାନ ଇତ୍ୟାଦିକୁ ଚୋରି ନୀତିଦିନିଆ ହୋଇଗଲାଣି। ତେବେ ଗତକାଲି ବିଳମ୍ବିତ ରାତିରେ ବାଲିଆପାଳ ଥାନା ବଳରାମପୁର ପଞ୍ଚାୟତ ଛକରେ ଥିବା ଅବନୀ ଦତ୍ତଙ୍କ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ, ମୋବାଇଲ, କମ୍ପ୍ୟୁଟର, ଲାପଟପ୍ ଏବଂ 10,000 ଟଙ୍କାର ନଗଦ ଟଙ୍କା ଚୋରି ହୋଇଛି। ତେବେ ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି ଜଣେ ପୁରୁଷ ଏବଂ ମହିଳା ଦୋକାନର ସଟର ଭିତରକୁ ଭାଙ୍ଗି ପଶୁଥିବାର ଭିଜୁଆଲ ଦେଖିବାକୁ ମିଳିଛି। ତେବେ ଆଶ୍ଚର୍ଯ୍ୟର କଥା, ଏବେ ବାଲିଆପାଳ ଅଞ୍ଚଳରେ କେବଳ ପୁରୁଷ ନୁହେଁ ବରଂ ମହିଳାମାନେ ଅର୍ଥାତ୍ ଦମ୍ପତି ଚୋରି କରୁଥିବା ଦେଖିବାକୁ ମିଳିଛି। ତେବେ ବାଲିଆପାଳ ଥାନାରେ ଅଭିଯୋଗ ପରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଅବନୀ ଦତ୍ତ, ମୋ ନାଁ ଅବନୀ ଦତ୍ତ। କାଲି ରାତି 2:10 ଆମ ଦୋକାନରେ ଚୋରି ହେଇଛି। ମତେ ଏଠିକା ଜଣେ ଲୋକ ଫୋନ କରି କହିଲେ ଯେ ରାତିରେ ତମ ଦୋକାନ ପାଖରେ କିଛି ଲୋକ ଅଛନ୍ତି। ମୁଁ ଆସି ଦେଖିଲା ବେଳକୁ ଦୋକାନରେ ମୋବାଇଲ ଜିନିଷ, କମ୍ପ୍ୟୁଟର ଆଉ ପ୍ରିଣ୍ଟର କିଛି ନାହିଁ। ସେଇ ଯୋଉ ଇଏ କାଟିକି ନେଇଛନ୍ତି, ଆଉ ତାର କାଟି ଦେଇଛନ୍ତି। ଆଉ କିଛି ଛୋଟ କମ ଭିଡିଓ ଅଛି। ଆଉ ମାନେ ମୋବାଇଲ ଜିନିଷ କିଛି ଯାଇଛି, ପ୍ରିଣ୍ଟର ଯାଇଛି, କେସ୍ ଥିଲା 8-10 ହଜାର ଟଙ୍କା କେସ୍ ବି ନେଇକି ଭାଙ୍ଗିକି ଡୋର ଭାଙ୍ଗିକି ନେଇକି ଯାଇଛନ୍ତି। ଆଉ ଏମିତି 1-1.5 ଲକ୍ଷ ଟଙ୍କାର ଜିନିଷ ନେଇଛନ୍ତି। ଆଉ ଚାହୁଁଛି କିଛି ମୋ ଜିନିଷଟା ମିଳିଯାଉ, ଟିକେ ଆଇନ ସହଯୋଗ କରିବେ। ଆଉ ଆଜ୍ଞା ଦେଇଥିଲି, ସେ ରଖିଛନ୍ତି। ସାର୍ ନଥିଲେ କହିଲେ ଆମେ ଯିବା। ଆଉ ବାଲେଶ୍ୱର ଜିଲ୍ଲା ପ୍ରତିନିଧି ଜ୍ୟୋତିରଞ୍ଜନ ପଟ୍ଟନାୟକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।